ଯେଉଁ ଟ୍ରାକ୍ଟର ଚଳାଇ ନିଜର ପରିବାର ପ୍ରତିପୋଷଣ କରୁଥିଲେ ସେହି ଟ୍ରାକ୍ଟର ତଳେ ଚାପି ହୋଇ ଚାଲି ଯାଇଛି ଡ୍ରାଇଭରଙ୍କ ଜୀବନ। ସବୁଦିନ ପରି ଆଜି ମଧ୍ୟ ଟ୍ରାକ୍ଟର ନେଇ ବିଲକୁ ଚାଷ କାର୍ଯ୍ୟ କରିବା ପାଇଁ ଯାଇଥିଲେ। ହେଲେ କିଏ ଅବା ଜାଣିଥିଲା ଯେ ଆଜି ସେ ଆଉ ଟ୍ରାକ୍ଟର ନେଇ ଫେରିବେ ନାହିଁ ଘରକୁ। ଚାଷ କାର୍ଯ୍ୟ କରୁଥିବା ବେଳେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ତଳେ ଚାପି ହୋଇ ଟ୍ରାକ୍ଟର ଡ୍ରାଇଭରଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ଏପରି ଅଭାବନୀୟ ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ତୋମୁଡ଼ିବନ୍ଧ ଥାନା ଅନ୍ତର୍ଗତ ମାଦାଗୁଡ଼ା ପଞ୍ଚାୟତର ରାଜୁପଦର ଗ୍ରାମରେ। ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର ସାଗର ନାୟକ ଟ୍ରାକ୍ଟର ନେଇ ବିଲକୁ ଚାଷ କାର୍ଯ୍ୟ କରିବା ପାଇଁ ଯାଇଥିଲେ। ଆଉ ଟ୍ରାକ୍ଟର ଦ୍ୱାରା ଚାଷ କାର୍ଯ୍ୟ କରୁଥିବା ସମୟରେ ହଠାତ୍ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା। ଫଳରେ ଟ୍ରାକ୍ଟର ତଳେ ଚାପି ହୋଇ ରହିଯାଇଥିଲେ ସାଗର। ପରେ ଗ୍ରାମବାସୀମାନେ ତାଙ୍କୁ ଟ୍ରାକ୍ଟର ତଳୁ ଉଦ୍ଧାର କରିଥିଲେ ବି ସେତେବେଳକୁ ତାଙ୍କର ଜୀବନ ଚାଲିଯାଇଥିଲା। ଯେଉଁଥିପାଇଁ ସେଠାରେ ଅତି ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ତୋମୁଡ଼ିବନ୍ଧ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରୁଥିବା ଜଣାପଡ଼ିଛି। କନ୍ଧମାଳ ଜିଲ୍ଲାରୁ ଜ୍ୟୋତିପ୍ରକାଶ ସାମନ୍ତରାୟଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।